ॐ ॐ सहनाववतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ॐ शान्तिः शान्तिः शान्तिः। गुरुर्ब्रह्मा गुरुर्विष्णुः गुरुर्देवो महेश्वरः गुरुरेव परं ब्रह्म तस्मै श्रीगुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। ଆମମାନେ ଦର୍ଶନ ବିଷୟରେ ବିଚାର କରୁଥିଲେ। ଦର୍ଶନ ମାନେ ଦର୍ଶନରେ ଚାରୋଟି ମୀମାଂସା ନିଶ୍ଚୟ ରହିବ। ଗୋଟେ ହଉଛି ତତ୍ଵ ମୀମାଂସା। ତତ୍ଵ ମାନେ ଆତ୍ମା। ଆତ୍ମା ବିଷୟରେ କଣ ବିଚାର କରୁଛନ୍ତି? ମୀମାଂସା ମାନେ मीमांसते अनेन इति मीमांसा अनया इति मीमांसा। एनालिसिस, आत्मा के बारे में विचार, आत्मा के बारे में सोच, आत्मा के बारे में सिद्धांत। देन वो उनके उनके सोच, उनके विचार सिद्धांत है जाऊे है ना। तो एणु वर्तमान कुहाଯାଉଛି कि ସବୁ ଦର୍ଶନର ନିଜର ନିଜର ବିଚାର ଅଛି। ଗୋଟେ ହଉଛି ତତ୍ଵ ମୀମାଂସା ଆତ୍ମା, ସେକେଣ୍ଡ ସୃଷ୍ଟି, ଜଗତ କେମିତି ସୃଷ୍ଟି ହେଲା, ଥାର୍ଡ ପ୍ରମାଣ, ଏମାନେ କଣ କଣ ପ୍ରମାଣ ମାନୁଛନ୍ତି, ଏବଂ ଫୋର୍ଥ ଆଚାର ମୀମାଂସା ବା ସାଧନ ମୀମାଂସା। ତ ବର୍ତ୍ତମାନ ଜୈନ ଦର୍ଶନ ଆତ୍ମାକୁ କେମିତି କଣ ମାନୁଛନ୍ତି ତାକୁ ବୁଝଉଛନ୍ତି। ତା ସହିତ ତାଙ୍କର ଆଚାର ସଂହିତା ଆଦି ମଧ୍ୟ ଟିକେ କହୁଛନ୍ତି। ଟୀକା ଆଦିରେ ବର୍ଣ୍ଣନା ଅଛି, ହଁ ଏଇଠି ମଧ୍ୟ କହୁଛନ୍ତି ନା। ଆଚ୍ଛା, ଆମେ ଜୈନ ଦର୍ଶନର ଅନେକ ତତ୍ଵ ଖାଲି ବିଚାର କରୁଥିଲେ। ଅ, ଏବେ କହୁଛନ୍ତି ମେଇନଲି ଯେ ଜୈନ ଦର୍ଶନର ଦିଟା ଭାଗ ଅଛି। ଗୋଟେ ହଉଛି ଶ୍ୱେତାମ୍ବର ଆଉ ଗୋଟେ ହଉଛି ଦିଗମ୍ବର। ଦିଗମ୍ବର ଯିଏକି ବସ୍ତ୍ର ନିର୍ବସ୍ତ୍ର ରହନ୍ତି, ବସ୍ତ୍ର ପିନ୍ଧନ୍ତିନି, ଏବଂ ଜୈନ ମହାବୀରଙ୍କର କଥାରୁ କୁହାଯାଏ। ହୁଁ। ସେ ତ୍ୟାଗ କରୁ 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 ବସ୍ତ୍ରକୁ ବି ତ୍ୟାଗ କରିଦେଲେ, କହିଲେ ବିନା ବସ୍ତ୍ର ବି ମନୁଷ୍ୟ ରହିପାରିବ, ବସ୍ ଦିଗମ୍ବର ହେଲେ। କାହାଣୀ କୁହାଯାଏ କି ଜଙ୍ଗଲରେ ଯାଉଥିଲେ, ତାଙ୍କର ଗୋଟିଏ ବସ୍ତ୍ର ହିଁ ଥିଲା ଏବଂ ସେଇ ବସ୍ତ୍ର କଣ୍ଟାରେ ଲାଗିଗଲା ଏବଂ ଇଏ ନିର୍ବସ୍ତ୍ର ହେଇଗଲେ। ବା ସେଇ ଦିନଠୁ ସଂକଳ୍ପ କରିନେଲେ କି ଆଉ ବସ୍ତ୍ର ଦରକାର ନାହିଁ। ଭଗବାନ ବୋଧେ ଚାହୁଁଛନ୍ତି କି ବସ୍ତ୍ର ଆବଶ୍ୟକ ନାହିଁ। ତ ଦିଗମ୍ବର ଏବେ ମଧ୍ୟ ଅଛନ୍ତି ବହୁତ ଦିଗମ୍ବର। ଶ୍ୱେତାମ୍ବର ଶ୍ୱେତ ବସ୍ତ୍ର ପିନ୍ଧିବା ପାଇଁ। କିନ୍ତୁ ତାଙ୍କର ଜୈନ ଧର୍ମ ଯୋଉ ଗୃହସ୍ଥଙ୍କ ପାଇଁ ଏତେ ନୀତି ନିୟମ ନାହିଁ। ବड़ा ଇଣ୍ଟରେଷ୍ଟିଂ ଜୈନ ଧର୍ମର ଜାଣିଛନ୍ତି କଣ? ଦିଟା ଜିନିଷ ମତେ ଇଣ୍ଟରେଷ୍ଟିଂ ଲାଗୁଛି, ମାନେ ବିରୋଧାଭାସ ବି। ନିଜେ ଜୈନ ଧର୍ମର ମାନେ ମହାବୀର ଦିଗମ୍ବର ପ୍ରାୟ ଜୈନ ଧର୍ମର ଭକ୍ତମାନେ ଲୁଗା ବେପାରୀ ହେଇଥିବେ। ଆଚ୍ଛା, ଇଏ ଗୋଟେ। ସେକେଣ୍ଡ, ଇଏ ଦି ଜଣ ଯାକ ବୌଦ୍ଧ ଧର୍ମ ହଉ ଆଉ ଜୈନ ଧର୍ମ ହଉ, ଏମାନେ ମୂର୍ତ୍ତି ପୂଜା ଖଣ୍ଡନ କଲେ। ଦେଖିଲେ ଏମାନଙ୍କର ବଡ ବଡ ମୂର୍ତ୍ତି। ସିଦ୍ଧବାଡି ଯାଆନ୍ତୁ, ଅନ୍ୟାନ୍ୟ କୋଉ ଜାଗାକୁ ବି ଯାଆନ୍ତୁ, ଏବେ ଭୁଟାନ ମଧ୍ୟ ଆମେ ଯାଇଥିଲୁ। ହୁଁ, ଏତେ ବଡ ବଡ ମୂର୍ତ୍ତି। ଆରେ ତମର ପୁରା ନିଜେ ତମର ତୀର୍ଥଙ୍କର ଯାହାକୁ ଭଗବାନ କହୁଛ ସିଏ ମୂର୍ତ୍ତି ପୂଜା କଲେ, ଖଣ୍ଡନ କରିছে, ତାହେଲେ ତମେ କାହିଁକି ଫିର ମୂର୍ତ୍ତି ତାଙ୍କର ଏତେ ବଡ ବଡ କରୁଛ? ମହାବଲେଶ୍ୱର ଦେଖିଥିବେ, ଧର୍ମଶାଳା ଆଦିରେ ବହୁତ ବଡ ବଡ ମୂର୍ତ୍ତି। ବିଚିତ୍ର ବାତ ନାହିଁ, ବିରୋଧ। ଆଚ୍ଛା, ଦେନ ଶ୍ୱେତାମ୍ବର ଦିଗମ୍ବର ହେଲେ ସେମାନଙ୍କ ବିଷୟରେ ବର୍ଣ୍ଣନା ଅଛି, କଣ ଜାଣିଛନ୍ତି? ଶ୍ଲୋକ
सरोज हरणा भैक्षभुजः लुञ्चितमूर्धजाः श्वेतंबरा क्षमाशीलाः निस्संगा जैन साधवः। ये पंचदशिका वर्णन କରୁଛନ୍ତି ଅନ୍ୟାନ୍ୟ ଗ୍ରନ୍ଥରୁ ବି ଆସିଛି। କହୁଛନ୍ତି ଧୂଳିରେ ଲିପ୍ତ, ଧୂଳି ହେଇଥିବ ଶରୀର, ଏବଂ ସ୍ନାନ ସେମାନେ କରନ୍ତିନି। ସ୍ନାନ ନ କରିବା ତାଙ୍କ ପାଇଁ ଗୋଟେ ଧର୍ମ। ମୁଁ ଏ 2 ମାସ ପୂର୍ବରୁ ଯାଇଥିଲି ଗୋଟେ ଜୈନ ମନ୍ଦିର, ସାଧୁମାନଙ୍କୁ ଭେଟି ବସିଲି। ଦେଖିବି କି ସେ ଘରଟା କଣ ବନ୍ଦ ରହୁଛି, ତେଣୁ ସ୍ମେଲ ଆସୁଛି, ବେଡ୍ ସ୍ମେଲ। ଆଉ ଶରୀରରେ ମଧ୍ୟ ବେଡ୍ ସ୍ମେଲ ଆସୁଛି। ଶ୍ଵେତ ବସ୍ତ୍ର ସଫା ଅଛି, ବହୁତ ବଢିଆ ଅଛି, ସଫା ଅଛି, କିନ୍ତୁ କାରଣ ସାବୁନ ଲଗେଇବେନି, ସାମ୍ପତ ପ୍ରଶ୍ନ ହିଁ ଉଠୁନି। ତ ଶରୀର ତ ଦୁର୍ଗନ୍ଧ ଯୁକ୍ତ। ହଁ, ଆଉ ଗାଧେଇବେନି ବା କେବେ କେମିତି ଗାଧେଇବେ ତ ଶରୀରରେ ତ ଆସିବ ଦୁର୍ଗନ୍ଧ। ମୁଁ 2 ବର୍ଷ ତଳେ ଶୁକ୍ରତାଲ ଯାଇଥିଲି ଭାଗବତ ପାଇଁ। ଗୋଟେ ଦିନ ପୂର୍ବରୁ ପହଞ୍ଚିଗଲି, ତ ଆରେଞ୍ଜମେଣ୍ଟ ଚାଲିଛି, ଏବଂ ମୁଁ ଜଷ୍ଟ ସେ ଯୋଉ ସ୍ୱାମୀଜୀ କହିଲେ ଚାଲନ୍ତୁ ଆମର ଆଉ ଗୋଟେ ଆଶ୍ରମ ଅଛି ବା ଯୋଉ ଜଣେ ସ୍ୱାମୀଜୀ ରହୁଛନ୍ତି, ଯାଇକି ଦେଖିବେ। ଗଲି, ଛୋଟିଆ କମରାଟା, ଯାହା ହଉ ପିଲାମାନଙ୍କୁ ସେ ପଢଉଥିଲେ, ଇଟ୍ ଇଜ ଏ ଗୁଡ୍ ଥିଙ୍ଗ। ଇଞ୍ଜିନିୟର ଥିଲେ ବୋଧେ। କିନ୍ତୁ କମ୍ବଳ ଘୋଡ଼ାଘୋଡ଼ି ହେଇଛନ୍ତି, ରୁମ୍ ଯାକ ମଇଳା ଅଛି, ଗନ୍ଧ ହଉଛି ଶରୀର ମଧ୍ୟ। ତ ସନ୍ନ୍ୟାସୀ ହଉ ବା ଜୈନ ସାଧୁ ହଉ, ଏ ଶରୀର ପାଇଁ ଏତେ ଅତ୍ୟାଚାର କାହିଁକି? ଶରୀର ଆବଶ୍ୟକ, ଯେତିକି ଯାହା ଆବଶ୍ୟକ କରିବା ଉଚିତ। ତ ଇଏ କହୁଛନ୍ତି ଏମାନେ ଏହା କରନ୍ତି। ଭିକ୍ଷାନ୍ନ ଭୋଜନ ଠିକ ଅଛି, ସନ୍ନ୍ୟାସ ପାଇଁ ବି ବର୍ଣ୍ଣନା ଅଛି। କେଶ ଲୁଞ୍ଚନ, ଯେତେବେଳେ କେଶ ବଢିଯାଏ ନା, ସେମାନେ ଏମିତି ଏମିତି ବାହାର କରିଦିଅନ୍ତି, ଲୁଞ୍ଚନ ନିଜେ ନିଜେ କରିଦିଅନ୍ତି। ଆଚ୍ଛା, କ୍ଷମାବାନ ମାନେ ବହୁତ କିଏ ଅହିଂସା ମାନେ କ୍ଷମାବାନ, ନିଃସଙ୍ଗ। କିନ୍ତୁ ଆହୁରି ବର୍ଣ୍ଣନା ଅଛି, ଲୁଞ୍ଚିତା ପିଚ୍ଛିକା ହସ୍ତାଃ ପାଣିପାତ୍ରାଦିଗମ୍ବରାଃ ऊर्ध्वाशिनो गृहे धातुः द्वितीयास्योजिनर्षयः भुक्तेन केवलं न स्त्री मोक्षमेति दिगम्बरः प्राहुरेषामयं भेदः महान् श्वेताम्बरी सह। ये कौन? ये मूल श्लोक नहीं है, ଆମେ ମୂଳ ଶ୍ଲୋକ ଦେଖିବା ଆଜି ପରେ। ଏ ତ ବହୁତ ଜୈନ ଧର୍ମ ବିଷୟରେ ଚାଲିଛି କି କେଶ ଲୁଞ୍ଚନ କରନ୍ତି ଏବଂ ଛୋଟ ଛୋଟ ଜୀବଙ୍କୁ ଉଡାଇବା ପାଇଁ ଗୋଟେ ପଙ୍ଖା ଧରନ୍ତି, ହାତରେ ହିଁ ପାତ୍ର ରୂପରେ କାମ କରନ୍ତି, ଭୋଜନ ଆଦି ପାତ୍ର ରହିତ, ଦିଶା ରୂପେ ବସ୍ତ୍ର ନିର୍ବସ୍ତ୍ର, ଭୋଜନ ଦେଲା ବେଳେ ଘର ଖଡେ ଖଡେ ହିଁ ଭୋଜନ କରନ୍ତି, ବସିବେନି ସେମାନେ, ଯାହା ଦେଲେ ହାତରେ ସେତିକି ନେଇଗଲେ। ସ୍ତ୍ରୀରୁ ରହିତ, ମୁକ୍ତ ସେମାନେ ମାନା ଯାଆନ୍ତି। ଆଚ୍ଛା, ଜୈନ ଦର୍ଶନ ଅନୁସାରେ दर्शन ज्ञान और चरित्र, ये तीनटे ही मोक्ष कारण कुहाଯାଏ। सम्यक दर्शन ज्ञान चरित्राणि मोक्ष मार्ग। परम आगम सार ବୋଲି ଗୋଟେ ଗ୍ରନ୍ଥ ଅଛି, ସେ ଅନୁସାରେ କହନ୍ତି। ତତ୍ୱାର୍ଥ ସୂତ୍ର ହଉଛି ତତ୍ୱାର୍ଥେ ଶ୍ରଦ୍ଧାନମ ସମ୍ୟକ ଦର୍ଶନମ। ଏ କଣ ସ୍ୱାମୀଜୀ? ନା ତତ୍ୱାର୍ଥରେ ଶ୍ରଦ୍ଧା ରଖିବା ହିଁ ସମ୍ୟକ ଦର୍ଶନ। रुचिर्जिनोक्त तत्वेशी सम्यक श्रद्धानुमिच्यते जायते निसर्गेण गुरु अधिगमने च। निसर्ग से माना गुरु को उपदेश से ये ज्ञान प्राप्त हुए। तो मुख्यतः 3 ହେଲା। ତାପରେ ଅଲଗା ଅଲଗା ମାନନ୍ତି। 7ଟା ପଦାର୍ଥ ସେମାନେ ଯେମିତି ବୈଶେଷିକ ଦର୍ଶନ ମାନନ୍ତି, ସେମିତି 7ଟା ପଦାର୍ଥ ଜୀବ ଅଜୀବ ଆଶ୍ରବ ସମ୍ବର ନିର୍ଜର ବନ୍ଧ ମୋକ୍ଷ। ଜୀବ ହଉଛି ଭୋକ୍ତା, ଅଜୀବ ହଉଛି ଭୋଗ୍ୟ ଅଚେତନ,
विषय अभिमुख रूप रे इंद्रियर प्रवृत्ति ही आश्रव कहती है, टेक्निकल वर्ड आश्रव है। फिर प्रवृत्ति को जो रोका जाए ना ता हूँ संवर, आश्रव प्रवृत्ति ये निवृत्ति। देन कलमश ही निर्जर, कलमश नाश करने ପାଇଁ तप्त शिलार आदि को निर्जर कहते। कर्म ही बंधन, कर्म पास और मुक्ति ही मोक्ष है ना। पंच अस्तिकाय मानते ସେମାନେ, जीव अस्तिकाय, पुद्गल अस्तिकाय, धर्म अस्तिकाय, अधर्म अस्तिकाय, आकाश अस्तिकाय। पुद्गल गोटे प्रसिद्ध शब्द, पूर्यते गलन्ति इति पुद्गलाः परमाणु सिंहाः कायाः। समुदाय शरीर को ही पुद्गल कहते। आम मानकर जो शरीर पुद्गल, बौद्ध दर्शन रे पुद्गल अलगा, जो पाप कर्म वासना इच्छा को पुद्गल कहते है ना। अच्छा, एमानकर सप्तभंगी न्याय बड़ा इंटरेस्टिंग, एटा टिके जानନ୍ତୁ। एमाने सप्तभंगी न्याय कहते। सप्तभंगी न्याय कौन ना, सेवेन टाइप, सेवेन प्रकार रे आत्म को चिंतन करने कहते। अच्छा, हम्म। एवं सातटा जाक जो चिंतन अच्छे आत्म विषय रे, ताहा निश्चय आत्मा विषय जब पचारे तो कहीं तो जानीपर ये हूँ दुर्वाच्य दुर्विज्ञ। तेणु ये सप्तभंगी नय, नय माने विचार। हम्म? तो जमते विधेयात्मक एवं व्यतिरेक, अन्य व्यतिरेक, सेमती ये कनेक्टेड। कहते आत्मा फास्ट हो सैद अस्ति बोधे। अच्छा, ये जो सैद शब्द ना सेमानଙ୍କର जो यूज हो सापेक्षता रे, सापेक्षता रे यूज हो सैद बोधे ही पारे। माने जमती गोटे घड़ा रे नेबे, घड़ा माने घट, मिट्टी द्वारा बना हबो ये बोधे गोल आकार ही पारे है। तो यस आत्मा एमतिया सैद अस्ति। फिर भंग को नहीं, सैद नास्ति बोधे नहीं, माने ना घड़ा पित्तल रो ना हो, जिते माटी घड़ा को दौन पित्तल रो नुह, चोकर नहीं, फिर ए कमरे अच्छी ना, हाँ ताले आउ कम आउ अन्य जगह नहीं, जोटे जोटे नहीं नहीं थे वो सैद नास्ति, सेमते विचार करते। अच्छा, 3 नंबर हूँ सैद अस्ति नास्ति, अच्छी भी और नहीं भी। माने सापेक्षता घड़ा अच्छी नहीं भी, घड़ा मिट्टी का है, हाँ तो पित्तल रो नहीं, देखो दीटा जगह आसीगला, अच्छी भी नहीं भी, मिट्टी रो अच्छी पित्तल रो नहीं, एठ अच्छी सेठा नहीं, गोल अच्छी चकोरा नहीं, तो दीटा जगह मिसिला। ये नहीं कि गोल अच्छी बा एठी अच्छी तो आरटा नहीं बोले ना, सेटा भी कनेक्टेड अच्छी। जदि गोल अच्छी कहूच चकोर नहीं, त्रिकोण नहीं, चतुर्भुज नहीं, एटा ता सहित कनेक्शन अच्छे। अच्छा, हम्म। चतुर्थ हूँ सैत अव्यक्तव्यम, किछि हेले कही हबनी, अव्यक्तव्यम। अच्छा, पंचमटा कौन जानते, 1 और 4 मिसीज, माने सैद अस्ति अवक्तव्यम, सापेक्षता है वस्तु अच्छी अव्यक्तव्य, किसी कही हबनी से। अच्छा, पंचम गला, षष्ठ हूँ कौन 2 और 4 इज इक्वल टू षष्ठ, 2 कौन नास्ति,
ଚାରି କଣ? ଏ ଅବକ୍ତବ୍ୟ ବାସ୍। ଆଉ ସପ୍ତମ ହଉଛି ତିନି ଆଉ ଚାରି, ଏମିତି 3 + 4 = 7, ସେ ଦୃଷ୍ଟିରୁ ନୁହଁ। ତିନି କଣ? ସ୍ୟାଦ୍ ଅସ୍ତି ନାସ୍ତି। ଚାରି କଣ? ସ୍ୟାଦ୍ ଅବକ୍ତବ୍ୟମ୍। ବାସ୍ ତିନିଟା ଯାକ ମିଶେଇ ଦିଅନ୍ତୁ। ସ୍ୟାଦ୍ ଅସ୍ତି, ସ୍ୟାଦ୍ ନାସ୍ତି, ସ୍ୟାଦ୍ ଅବକ୍ତବ୍ୟମ୍। ଦେଖନ୍ତୁ ଇଏ ଯୋଉ ସପ୍ତଭଙ୍ଗ ନ୍ୟାୟ କୁହାଗଲା, ଗୋଟେ ଦୃଷ୍ଟିରୁ ବड़ा ଆଚ୍ଛା କଣ କି ବିଚାର କରିବା ପାଇଁ ବହୁତ ସୁନ୍ଦର ପ୍ରଣାଳୀ, ସେମାନେ ବିଚାର କରିଛନ୍ତି। ଏଇ 7 ଟାଇପ୍ସ ବିଚାରରେ ହିଁ ସବୁ କିଛି ଆସିଯିବ, ଏଇଟା ସିଏ ବିଚାର କରିଛନ୍ତି ହେଲା। ତ ଏଇପରି ଭାବରେ ସେମାନଙ୍କର ବିଚାର ରହିଛି। ତ ଆମମାନେ ଶ୍ଲୋକ ଦେଖିବା ବର୍ତ୍ତମାନ ହେଲା। ଶ୍ଲୋକ ରିଏଲି 82 ଦେଖିବା। दिगंबरा मध्यमत्वम आहु आपादमस्तकम चैतन्य व्याप्ति संदृष्टे आनखाग्र श्रुतेरपि। ଏଟା 82 ରେ ମାନେ ଦେଖିଥିଲେ। ବର୍ତ୍ତମାନ 83 ବର୍ତ୍ତମାନ 83 ପଢିବା। କଣ ସେମାନେ କହୁଛନ୍ତି? ଏ ଯୋଉ ଆତ୍ମା ନା, ହଁ ଇଏ ଆତ୍ମା ଶରୀର ସହିତ ଯୋଡ଼ି ଯାଉଛି, ରହିଯାଉଛି, କନେକ୍ଟ ହେଇଯାଉଛି। ଆଚ୍ଛା, ନା ଏକ୍ଜାମ୍ପଲ ସେ ଦଉଛନ୍ତି। ଆଗ ପଢିଦେବା ଶ୍ଲୋକଟା 83 ପଢିବା। ସୂକ୍ଷ୍ମ ନାଡି ପ୍ରଚାରସ୍ତୁ सूक्ष्मनाडी प्रचारस्तु सूक्ष्मेरवयवै भवेत् सूक्ष्मैरवयवैर्भवेत् स्थूलदेहस्य हस्ताभ्याम् स्थूलदेहस्य हस्ताभ्याम् कञ्चुक प्रतिमूकवत्। कञ्चुकप्रतिमोकवत्। ସମସ୍ତଙ୍କ ପାଇଁ, ସବୁ ଦର୍ଶନ ପାଇଁ ନିଜ ନିଜର ଏକ୍ଜାମ୍ପଲ ଅଛି। ଶୂନ୍ୟବାଦୀ ଯେମିତି କହୁଛନ୍ତି ପିଆଜ ବା ଏକ୍ଜାମ୍ପଲର ଶୂନ୍ୟ, ସେମିତି ଏମାନେ ବି କହୁଛନ୍ତି ଦେଖ ବାବା, ଇଏ ଯୋଉ କୁର୍ତ୍ତା ମୁଁ ପିନ୍ଧିଛି ନା ବର୍ତ୍ତମାନ, ଏଇ ଯୋଉ ଜ୍ୟାକେଟ ଆଉ ଏଇ ଯୋଉ କୁର୍ତ୍ତା, ଇଏ ଅଲଗା ଟଙ୍ଗା ହେଇଥିଲା। ତ ଯେତେବେଳେ ମୁଁ ପିନ୍ଧି ଯାଉଛି, ସେଟିଂ ହେଇଯାଉଛି, ଶରୀରର ଗୋଟେ ଭାଗ ହେଇଯାଉଛି। ସେମିତି ଯେମିତି ଶରୀର ଆଉ କପଡ଼ା ଯୋଡ଼ି ଯାଉଛି, ଭାଗ ହେଇଯାଉଛି, ମାନେ କନେକ୍ସନ ହେଇଯାଉଛି, କନେକ୍ଟେଡ। ସେମିତି ଜୀବ और ଆତ୍ମା କନେକ୍ଟେଡ। ଶରୀର ଆଉ ଆତ୍ମା, ଶରୀର ମାନେ ଆତ୍ମା ମାନେ ଜୀବ, ଶରୀର ଏବଂ ଜୀବ କନେକ୍ଟେଡ ଅଛନ୍ତି। ଏବଂ ସେ ସଂଶ୍ଳିଷ୍ଟ ରହୁଛନ୍ତି। ମଧ୍ୟମ ପରିମାଣ ବାଲାଇ, ଇଏ ଆତ୍ମା ଯୋଉ ଅଛି ବ୍ୟାପକ ଅଛି, ଆନଖଗ୍ର ଅଛି, ମଧ୍ୟମ ପରିମାଣ। ଏଇଟା ତମେ ଜାଣ। ଫିର 84 କହୁଛନ୍ତି, ପଢିଦେବା 84 ମଧ୍ୟ। न्यूनाधिक शरीरेषु न्यूनाधिकशरीरेषु प्रवेशोऽपि गमागमैः प्रवेशोऽपि गमागमैः आत्मांसानां भवेत्तेन आत्मांसनं भवेत्तेन मध्यमत्वं विनिश्चितम्। मध्यमत्वं विनिश्चितम्। कौशन देखो बाबा, ये जो 83 ହେଲା, 83 ହେଲା, ବର୍ତ୍ତମାନ 84। ତ 83 ରେ ମେନଲି ଦେଖିଲେ ये अणु परिमाण आत्मा सूक्ष्म नाड़ीରେ ପ୍ରଚାର କରନ୍ତି। ପ୍ରଚାର କରନ୍ତି ମାନେ ଗତି କରନ୍ତି। କିନ୍ତୁ ମଧ୍ୟମ ପରିମାଣ ବାଲା ଅନୁସାର ଆତ୍ମା ପୁରା ଶରୀରରେ ବ୍ୟାପ୍ତ ହୁଅନ୍ତି।
ହଁ, ତାଙ୍କର ପ୍ରଚାର ଆବଶ୍ୟକତା ନାହିଁ, ଜୈନ ଧର୍ମ କୁହନ୍ତି। ତାଙ୍କ ଅନୁସାରେ ଅନୁରୂପ ଆତ୍ମା କେତେ ଶୀଘ୍ରତାରେ ଭ୍ରମଣ କରୁ ନ କରୁ, ଗୋଟେ ଶରୀରରେ ଶରୀର ପ୍ରତି ହିଁ ଭାଗରେ ରହିବ ସିଏ, ଗୋଟେ ଭାଗରେ। ଯେମିତି ଏବେ କୁର୍ତ୍ତା ଏବଂ ଶରୀର ଯେମିତି କନେକ୍ଟେଡ ଅଛି, ଯେମିତି କବଚ ପାଇଲା ପରେ ସ୍ଥୂଳ ଦେହର ପ୍ରବେଶ ସିଏ ମାନା ଯାଉଛି। ଏବେ ଯେମିତି ପିନ୍ଧାଗଲା ତ ଶରୀର ସ୍ଥୂଳ ଶରୀର ଭିତରେ ହିଁ ରହିବ, ୟାକୁ ତମେ ମାନ। 84ରେ କହୁଛନ୍ତି ଦେଖ, ନ୍यूନ ଅଧିକ ଶରୀରରେ ମଧ୍ୟ ଆତ୍ମ ପ୍ରବେଶ ବି ଆତ୍ମାର ଅବୟବ ପ୍ରବେଶ ଅପ୍ରବେଶ ହଉଛି। ତେଣୁ ଆତ୍ମା ମଧ୍ୟମ ପରିମାଣ ବାଲା ହେଲା। ଆଉ କହୁଛନ୍ତି କଣ ଏଟା ନ୍यूनाधिକ ଶରୀର ମାନେ? ଆରେ ଛୋଟ ଶରୀରରେ ଆତ୍ମା ଛୋଟ, ବଡ ଶରୀରରେ ଆତ୍ମା ବଡ। ଚିଣ୍ଟି ଏବଂ ହାତୀ କହୁଛନ୍ତି ଇଏ ଆତ୍ମାର ଲକ୍ଷଣ। ଯେମିତି କ୍ଷଣିକ ବିଜ୍ଞାନବାଦ କହୁନଥିଲେ ସେମାନେ କି ଆତ୍ମା ପ୍ରତ୍ୟେକ କ୍ଷଣରେ ମରୁଛି ବଞ୍ଚୁଛି, ଇଏ ଆତ୍ମାର ଲକ୍ଷଣ, ଇଏ ଆତ୍ମାର ଧର୍ମ। ତମେ ସ୍ୱୀକାର କର। ସ୍ୱୀକାରବାଦ, ଅଭ୍ୟୁପମଗମବାଦ। ଅଭ୍ୟୁପଗମ ମାନେ ସ୍ୱୀକାର କରିକି ଚାଲିବ। ଆଚ୍ଛା, ଇଏ ହଉଛି ତାର ନିୟମ। ଆତ୍ମା ବୃଦ୍ଧି ଏବଂ ହ୍ରାସ ଏସବୁ ହବ ତାର ଧର୍ମ, ଛୋଟ ଏବଂ ବଡ଼ ହବ। ଶରୀର ଯେମିତି ହଉଛି, ଶରୀର ଅନୁସାରେ ଆତ୍ମା, ଇଏ ଲକ୍ଷଣ ତ ମାନ। ଆତ୍ମା ଛୋଟ ଏବଂ ଆତ୍ମା ବଡ଼ ହବ। ଏବଂ ଆତ୍ମାକୁ ଯୋଉ କର୍ମ ବାନ୍ଧି ଦଉଛି, ସେ ଯେତେବେଳେ ମନୁଷ୍ୟ କର୍ମରୁ ମୁକ୍ତ ହବ, ବାସ୍ ତାହା ହିଁ ମୁକ୍ତି। ମଧ୍ୟମ ପରିମାଣ ମାନେ ପରିମାଣ ମଧ୍ୟମ, ଅଲଗା ଅଲଗା ହଉଛି। ସେ ତାଙ୍କର ମଧ୍ୟମ ପରିମାଣ। ଛୋଟଟା ଛୋଟ, ଏଇଟା କା ଦୋଷ ନାହିଁ, ଏଇଟା ତାର ଲକ୍ଷଣ। ଏବେ ଖଣ୍ଡନ କରୁଛନ୍ତି 85ରେ। ହେଇଗଲା ଜୈନ ଦର୍ଶନ ବିଷୟରେ କାଲି ଟିକେ ଆମେ ଦେଖିଥିଲେ, ବର୍ତ୍ତମାନ ଟିକେ ଦେଖିଥିଲେ, ଏବଂ ବର୍ତ୍ତମାନ ଖଣ୍ଡନ ବିଦ୍ୟାରଣ୍ୟ କରୁଛନ୍ତି। କହୁଛନ୍ତି ଦେଖ, ତମେ ଯୋଉ କହୁଛ ଆତ୍ମା ଛୋଟ ବଡ ହବ ଏବଂ କ୍ଷଣିକ ବିଜ୍ଞାନବାଦ ଭଳିଆ ତମେ ବୌଦ୍ଧ ଦର୍ଶନର ଛୋଟ ଭାଇ ଭଳିଆ ଲାଗୁଛ। ହୁଁ, ଯଦିଓ ତମେ ବଡ, ବୌଦ୍ଧ ଦର୍ଶନ ପରେ ଆସିଲା, କିନ୍ତୁ ତୁମେ କହୁଛ ଆତ୍ମା ଛୋଟ ବଡ ହବ, ତ ଦିଟା ଦୋଷ ଆସିବ। କେମିତି? ଏବଂ ତମେ ଗୋଟେ କହୁଛ କି ଆତ୍ମା ଅବୟବ ଯୁକ୍ତ, ଅଂଶଯୁକ୍ତ, ତ ନିଶ୍ଚୟ ନାଶ ହବ ନା? ହଁ, ନାଶ ତ ଆମେ ମାନେ ମାନୁଛୁ ଆତ୍ମାର ଲକ୍ଷଣ। ନା, ନାଶ ଯେତେବେଳେ ହେଇଯିବ, ହଁ, ଜଣେ କର୍ମ କରିଥିବ, ଭୋଗ କରିନି, ସେ ନାଶ ହେଇଗଲା, ତୋର ଗୋଟେ ଦୋଷ ଆସିବ, ତାକୁ କହନ୍ତି କୃତନାଶ। ଆଉ ସେ କର୍ମ କରିଛି, ଫଳ ଭୋଗିନି, ନାଶ ହେଇଗଲା, କୃତନାଶ। ଆଉ ଗୋଟେ କଣ ଦୋଷ ଆସିବ? ଅକୃତ ଅଭ୍ୟାଗମ। ଆଉ ସେ ଆଉଥରେ ଜନ୍ମ ହେଇଗଲା ନା, କିନ୍ତୁ କର୍ମ ତ ରହିଛି, ବା ଫଳ ମିଳିଲା ତାକୁ, ସେ ତ କର୍ମ କରିନି ସେ ଅନୁସାରେ, ତ ଖରାପ କର୍ମ କାହିଁକି ମିଳିଲା ତାକୁ? ଅକୃତ ଅଭ୍ୟାଗମ, କରିନି, ତାକୁ ଫଳ ମିଳିଲା। ତ କୃତନାଶ କରିଛି, ଫଳ ମିଳିଲାନି, କାରଣ ମରିଗଲା ସେ। ଆଉ ଭୋଗ କରିବା ପାଇଁ ଶରୀର ଦରକାର, ଶରୀରରୁ ଅଲଗା ହେଇଗଲା। ଏଇ ଦି ପ୍ରକାର ଦୋଷ ଆସିବ, ଏକଥା 85ରେ କହୁଛନ୍ତି। ସାଂସସ୍ୟ ଘଟବନ୍ନାଶଃ सांसस्य घटबन्नसः भवत्येव तथा सति भवत्येव तथा सति कृतनाश अकृताभ्याभ्याम
कृतनासा कृताभ्यागम् अमयो को बारको भवेत्। अमयो को बारको भवेत्। कहते अरे बाबा, ये जो दीटा दोष आसियो ताकू किए दूर दूर करियो, कारण ଯିଏ କର୍ତ୍ତା ସିଏ ହିଁ ଭୋକ୍ତା ହବା ଦରକାର। ତମେ କହିବ ନାହିଁ ଏଇ ଜନ୍ମରେ କର୍ତ୍ତା ହେଇଛି, ବର୍ତ୍ତମାନ ଆତ୍ମା ମରିଗଲା, ତାହେଲେ ତାର କର୍ମ କିଏ ଭୋଗିବ? ଆମେ ତ ଆତ୍ମାକୁ ନିତ୍ୟ ମାନୁଛୁ, ବେଦାନ୍ତ ବାଲା ଆତ୍ମାକୁ ନିତ୍ୟ ମାନୁଛନ୍ତି। ଏଇ ପୂର୍ବ ଜନ୍ମର ଆତ୍ମା ଏବଂ ଏଇଠର ଆତ୍ମା ସେମ୍, ଅଲଗା ଅଲଗା ନୁହଁ। ଅଲଗା ଅଲଗା ଯଦି ହେଇଯିବେ ବड़ा ମୁସ୍କିଲ ହେଇଯିବ। କୃତନାଶ ଅଭ୍ୟୁପଗମ ବାଦ ଦୋଷ ଆସିବ। ଫିର ତମମାନେ ଯୋଉ ତ ଏକ୍ସାମ୍ପଲ ଦଉଛ, ଯେମିତି କବଚ ଅ ଶରୀରରେ ବାନ୍ଧି ହେଇକି ରହିଯାଉଛି, ସେମିତି ଆତ୍ମା ଶରୀରରେ ହଉଛି, ତ ଆତ୍ମା ସାବୟବ ହେଲା। ଆତ୍ମା ଯେତେବେଳେ ସାବୟବ ହେଲା ତ ନିତ୍ୟ କେଶ ହବ? ନିତ୍ୟ ହେଇପାରିବନି, କାରଣ ନଷ୍ଟ ହେଇଯିବ ସେ। ସାବୟବ ବସ୍ତୁରୁ ତ ନଷ୍ଟ ହଉଛୁ, ଇଏ ହଉଛି ତା ନିୟମ। ଏଣୁ ଇଏ ଦୋଷ ଫିର ଯୋଉ ଆସିବ ତାକୁ ନିବାରଣ କରିବା ପାଇଁ ତ କେହି ଜଣେ ରହିବା ଦରକାର। ଫିର ତ ସଂସାରରେ ନୀତି ନିୟମ କିଛି ପାଳନ ହବନି। ଜଗନ୍ନାଥ କଥାରେ ବड़ा ଷ୍ଟାର୍ଟିଂରେ ହିଁ ଏମିତି ଅଛି ନା, ଆଉ ନୀଳ ମାଧବରେ ପ୍ରଥମ ମନ୍ୱନ୍ତରରେ ସ୍ୱୟଂଭୁ ମନ୍ୱନ୍ତରରେ ଭଗବାନ ଅଛନ୍ତି। ବ୍ରହ୍ମାଙ୍କୁ ଅସୁବିଧା ହେଲା, ଏକ ତ କରୁଣାବାନ ହେଲେ କି ଲୋକମାନେ ଅନ୍ଧକାର ଅଜ୍ଞାନରେ ରହୁଛନ୍ତି ଆଉ ଲୋକ ସଂଖ୍ୟା ବଢିଗଲେ। ୟାର ସମାଧାନ ପାଇଁ ସେ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ। ଭଗବାନ ବିଷ୍ଣୁ କହିଲେ, ଦେଖ ମୋର ହୁବୁହୁ ରୂପ ନୀଳାଚଳ ପର୍ବତରେ ଅଛି, ତମେ ଯାଇକି ଦର୍ଶନ କର। ଆସିକି ଦର୍ଶନ କଲେ, ମୁକ୍ତ ହେଇଗଲା। ଏହି ସମୟରେ ଗୋଟେ ରୋହିଣୀ କୁଣ୍ଡ ଥିଲା, ସେଇଠି ଗୋଟେ କାଉଟିଏ ତୁଷାର ଥିଲା, ଏବଂ ସେ ଆସିକି ସ୍ନାନ କଲା ପରେ ଦର୍ଶନ କଲା ଭଗବାନଙ୍କ, ତ ମୁକ୍ତ ହେଇଗଲା। ବ୍ରହ୍ମାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, ଠିକ ଲାଗିଲା କିଛି, କିନ୍ତୁ ଯମରାଜ ଆସିଗଲେ, କହିଲେ ନା ଏ ତ ଗଡ଼ବଡ଼ ମାମଲା। ଦେଖ ଯମରାଜଙ୍କ ସିସିଟିଭି କେତେ ପାୱାରଫୁଲ, ଏଇଠି ଘଟଣା ହଉଛି ସେ ଜାଣି ଦଉଛନ୍ତି। କହିଲେ ଏମିତି ହେଲେ ତ ଫେର ତ ମତେ ଯୋଉ ନିୟମ ଦେଇଛନ୍ତି, ମତେ ଯୋଉ ଅଧିକାର ଦେଇଛନ୍ତି, ଭଙ୍ଗ ହେଇଗଲା। ଯମର ଅଧିକାର ଭଙ୍ଗ ପ୍ରସଙ୍ଗ ଆସେ। ଫିର ତ ଯୋଉମାନେ ଖରାପ କର୍ମ କରିଛନ୍ତି ଆପଣଙ୍କ ଦର୍ଶନ କରିବେ, ମୁକ୍ତ ହେଇଯିବେ। ଫିର କର୍ମ ଆଉ କର୍ମ ଫଳର ନିୟମ କୋଉଠି ରହିଲା? ଏଇଟା ମଧ୍ୟ ସେମିତି, ଯଦି ଆତ୍ମାକୁ ସ୍ୱାଭାବିକ ମାନିବ ତ କୃତନାଶ ଅଭ୍ୟୁପ ମାନେ ଅକୃତ ଅଭ୍ୟାଗମ ଆସିଯିବ। ଅକୃତ ଅଭ୍ୟାଗମ ମାନେ କରିନ କିନ୍ତୁ ଫଳ ଆସିଗଲାଣି। ଆଉ କରିଛ କିନ୍ତୁ ଫଳ ମିଳୁନି, କୃତନାଶ, ତେଣୁ ମନୁଷ୍ୟ ମରିଗଲା ନା। ये जो पाप पुण्य सुख दुख ये आकस्मिक ହେଇଯିବ। ଯେତେବେଳେ ଆତ୍ମା ନଷ୍ଟ ହବ, ତାର ଯୋଉ କର୍ମ ସିଏ ମଧ୍ୟ, କର୍ମ ତ ନଷ୍ଟ ହବନି ନା, କର୍ମ ଆସିବ, କିନ୍ତୁ ସେଇ ଆତ୍ମାକୁ ନୁହଁ, କାହା ଆତ୍ମା ନଷ୍ଟ ହେଇଯାଇଛି, ये सब गड़बड़ ହେଇଯିବ। ତ ଜୈନ ଦର୍ଶନ ଅନୁସାରେ ଆତ୍ମାକୁ ନିତ୍ୟ ତ ମାନୁଛନ୍ତି, କିନ୍ତୁ ପୁନର୍ଜନ୍ମ ବି ମାନୁଛନ୍ତି, କିନ୍ତୁ ଆତ୍ମାକୁ ମଧ୍ୟମ ପରିମାଣ ମାଲ ମାନୁଛନ୍ତି, ଏବଂ ଅବୟ ବିହବରୁ ନଶ୍ୟ ମାନିବେନି, ତ ଗଡ଼ବଡ଼। ଠିକ ଅଛି, ତାର ଅର୍ଥ ଜୈନ ଦର୍ଶନ ଅନୁସାରେ ଆତ୍ମାକୁ जो ତମେ ମଧ୍ୟମ ପରିମାଣ ମାନୁଛ, ଇଏ ଗଲତ। ଆତ୍ମା ଛୋଟରେ ଛୋଟ, ବଡରେ ବଡ, ଆତ୍ମା ଇଜ ନଟ୍ ଏ ଚେଞ୍ଜେବଲ, ଅନଚେଞ୍ଜ। ସ୍ୱାମୀଜୀ, ଇଏ ସବୁ ବର୍ତ୍ତମାନ ଏଇ ଯୋଉ ସବୁ ଆମେ ଦର୍ଶନ ଶୁଣୁଛୁ,
ଏଇଟା ଆତ୍ମା ଚେଞ୍ଜ ଇଏ ସେ ଲାଭ କଣ? ଆଉ ଅନ୍ୟ ଦର୍ଶନ ଆମେ ପଢିବା କାହିଁକି? ଆମେ ଫେର କନଫ୍ୟୁଜନ ହେଇଯାଉଛି। ଦେଖ, ଅନ୍ୟ ଦର୍ଶନ ଏଥିପାଇଁ ପଢିବା କି ତାଙ୍କ ଦର୍ଶନରେ କଣ ଗଲତ ଅଛି ସେଟାକୁ ଜାଣିବାକୁ ପଡିବ। ଆମ ଦର୍ଶନ ଯୋଉ ବେଦାନ୍ତ ଦର୍ଶନ ଯେତେବେଳେ ପଢିବା ଆତ୍ମା, ତାହେଲେ ତା ପାଇଁ ଲାଭ କଣ? ନା ବ୍ୟବହାରରେ ଆମେ ଯଦି କିଏ ମରିଗଲେ ବା ଆମେ ମରିଯିବା ବା କୌଣସି ସମ୍ପତ୍ତି କିଛି ଅସୁବିଧା ହେଲେ ତ ଦୁଃଖରେ ରହୁଛୁ। ବାସ୍ ଏଇ ଯଦି ଆତ୍ମତତ୍ଵ ସିଦ୍ଧାନ୍ତ ଜାଣିଥିବା, ଆତ୍ମତତ୍ଵର ପରିବର୍ତ୍ତନ ହବନି, ମନୁଷ୍ୟ ଦୁଃଖରେ ରହିବନି। ଏଥିପାଇଁ ଏସବୁ ବିଚାର କରିବା ପାଇଁ କୁହାଯାଇଛି। ବେଦାନ୍ତ ଇନ୍ ଆକ୍ସନ, ବେଦାନ୍ତ ଇନ୍ ପ୍ରାକ୍ଟିକାଲ ଫର୍ମ। ବାରମ୍ବାର ଯଦି ଏମିତି ଶୁଣିବା ତାହେଲେ ହବ। ଆଉ ଯିଏ ଯୋଉଟା ଅଧିକାର ନା ସେ ଅନୁସାରେ ଥିବ। ସପୋଜ ଏବେ ପଞ୍ଚଦଶୀ ଚାଲିଛି, ମୁଁ ପଚାରେ ତମେ ପଞ୍ଚଦଶୀ କାହିଁକି ଶୁଣୁନ? ନା 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 ସ୍ୱାମୀଜୀ, ମୁଁ ନା ଉଠି ପାରୁନି। ମାନେ କେତେ ଅଳସୁଆ ସିଏ, ଚାରବାକ, ଇନେଟ, ଜଡ଼, ଉଠି ପାରୁନି ସେ। ନାଇଁ ତମେ ଶୁଣୁନା। ନା ଉଠୁଛି ଯେ, ନା ହଁ ମୁଁ ସେଇ ସମୟରେ ପୂଜା କରୁଛି। ଆଚ୍ଛା, କର୍ମକାଣ୍ଡ। ମୁଁ ଉଠୁଛି ଯେ, ହୁଁ, ମୁଁ ଆମର ଗୋଟେ ଗୀତା କ୍ଲାସ ଚାଲିଛି, ମୁଁ ଗୀତା, ଆରେ ବାବା ଗୀତା ଉପରକୁ ଉଠ ନା। ଗୀତା ତ ଶୁଣିଲ, କରୁଛ କଣ? କିଏ କଣ କହୁଛନ୍ତି କି ତମକୁ? ନାଇଁ, ତମେ ମାନେ ଚାଟିଂ କରୁଛ। ଆରେ ବାବା, ତ ଗୋଟେ ଟିଚର ଅଛନ୍ତି ପାଖରେ, ଆଉ ଗୋଟେ କ୍ଲାସରେ ଟିଚର ନାହାନ୍ତି, ତମକୁ ସେଇଟା ଭଲ ଲାଗୁଛି, ତାମାନେ ସେ ସେଇ ସ୍ତରରେ ଅଛନ୍ତି। ଏଠି କିଛି ଖରାପ ନୁହଁ। ଡାଇରେକ୍ଟ ଯୋଉ ବେଦାନ୍ତ ତତ୍ତ୍ୱ, ଅଦ୍ୱୈତ ବେଦାନ୍ତ ଜ୍ଞାନ ଦେବା ପାଇଁ ଜଣେ ଟିଚର ଅଛନ୍ତି, ସେଇଟାକୁ ଯଦି ଇଣ୍ଟରେଷ୍ଟ ହଉନି, କାରଣ ଏଇଟାର ବୋରିଂ ଲାଗିବ। ଏଇଟା ବିଚାର ପ୍ରଧାନ। ଆଉ ସେଇଟାକୁ ଚାଣ୍ଟିଂ କଲ, ଇଏ କଲ, ତାପରେ ଚା ମିଳିଲା, ଖାଇଲ, ପିଇଲ, ବା ଅନଲାଇନରେ ବି ହେଲା, ଇଏ ହେଲା, ଗପସପ ହେଲା, ଭଜନ ହେଲା, ତ ମାଇଣ୍ଡ ନା ସବୁବେଳେ ଅନୁକୂଳ ଚାହେଁ। ମନ ସବୁବେଳେ ସିମ୍ପଲ ଚାହେଁ। ମନ ସବୁବେଳେ ଇଜି ମେଥଡ ଯାକୁ କହନ୍ତି ଇଂଲିଶରେ, ସେଇଟା ଚାହେଁ। ଏବେ ଆମ ଡ୍ରାଇଭର ମାନେ ମଧ୍ୟ ଯୋଉ ଆସନ୍ତି ପ୍ରବଚନର ଡିଭୋଟିସ୍କ, ସିଏ ମଧ୍ୟ ପଚାରନ୍ତି, ସ୍ୱାମୀଜୀ ଏତେ କମ ଲୋକ କାହିଁକି ହଉଛନ୍ତି ବର୍ତ୍ତମାନ? କାହିଁକି? ବର୍ତ୍ତମାନ ଥଣ୍ଡା ହେଲାଣି, ଅଳସୁଆ, ବୁଝି ହଉନି, ଖର୍ଚ୍ଚ ବି ତ ହଉଛି, ଏଣୁ ଆଭଏଡ୍ କରୁଛନ୍ତି। ଯଦି ଜ୍ଞାନ ପ୍ରତି ଲଗନ ହବ, ମାନେ ଖର୍ଚ୍ଚ ଏବଂ ସମୟ ନଥିଙ୍ଗ। ତ ଯିଏ ଯୋଉ ସ୍ତରରେ ରହିବ, ସେ ସ୍ତରର ସିଦ୍ଧାନ୍ତକୁ ବାସ୍ ଦର୍ଶନ ହେଇଯାଉଛି। ବର୍ତ୍ତମାନ କହୁଛନ୍ତି କିଛି ଯୋଉ ବୈଷ୍ଣବ ଦର୍ଶନ ଆତ୍ମାକୁ ବିଭୁ ମାନୁଛନ୍ତି। ବିଭୁ ମାନେ ବ୍ୟାପକ, ମହାନ, ତା ବିଷୟରେ କହୁଛନ୍ତି 86। ଠିକ है ना? 86। तस्मादात्मा महानेव तस्मादात्मा महानेव नैवाणो नापि मध्यमः नैवाणोर्नापि मध्यमः आकाशवत् सर्वगतः आकाशवत् सर्वगतः निरंश श्रुतिसम्मतः। निरंसश्रुतिसम्मतः। देर पर କିଛି ଲୋକ କହୁଛନ୍ତି, ଦେଖ ଇଏ ଯୋଉ ତମେ ଯୋଉ କହିଲ ଏଇଟା ନୁହଁ। କଣ ଏଇଟା ନୁହଁ? ନାଇଁ, ଆତ୍ମା ସିର୍ଫ ଅଣୁ ନୁହଁ, ଆତ୍ମା ମଧ୍ୟମ ପରିମାଣ ନୁହଁ, ଆତ୍ମା ମହାନ। और ये ଆତ୍ମା ବିଷୟରେ ବର୍ଣ୍ଣନା ଅଛି ଶାସ୍ତ୍ରରେ, ଆତ୍ମା ବିଷୟରେ କୁହାଯାଇଛି। ଆଚ୍ଛା, ତ ଏଣୁ ଏଇଟା ହିଁ, ୟାକୁ ଯୋଉ ମାନନ୍ତି ନା, ଓ ବୈଷ୍ଣବ ସମ୍ପ୍ରଦାୟରେ ମାନାଯାଏ। ସେଥିପାଇଁ ବିଦ୍ୟାରଣ୍ୟଜୀ କହୁଛନ୍ତି, ତ ଆତ୍ମାର ମଧ୍ୟମ ପରିମାଣ ଖଣ୍ଡନ କରିଦେଲେ
ଏବଂ ଅଣୁ ପରିମାଣରେ ମଧ୍ୟ ଖଣ୍ଡନ କଲେ ଏବଂ ଆତ୍ମାକୁ ବିଭୂତ୍ୱ କହିଲେ। ବିଭୂତ୍ୱର ଅର୍ଥ ହଉଛି ସ ଏଷ ଇହ ଆ ପ୍ରବିଷ୍ଟ ଆନଖାଗ୍ରହେ। ଏ ତ ଶ୍ରୁତିରେ କୁହାଯାଇଛି। ଆତ୍ମାକୁ ମଧ୍ୟମ ପରିମାଣ ବାଲା ଯିଏ ମାନୁଛନ୍ତି ନା, ସେ ସ୍ୱାଭାବିକ ହେଇଗଲା, ନଶ୍ୱର ବି ହେଇଗଲା। ଆଉ ଯିଏ ଆତ୍ମାକୁ ଅଣୁ ମାନୁଛନ୍ତି, ସିଏ ବି ଅଣୁ ଭିତରେ ରହିଗଲା, ପ୍ରଚାର ହଉଛି ସେ ନାଡି ଭିତରେ। ଏଇ ଦୋଷକୁ ଦେଖେଇକି ବୈଷ୍ଣବ ସମ୍ପ୍ରଦାୟରେ ଆତ୍ମା ବିଭୁ ମାନା ଯାଉଛି। ବିଭୁ ଆକାଶ, ବ୍ୟାପକ ଆକାଶ ଭଳିଆ, ସର୍ବଗତ, ଅଖଣ୍ଡ, ନିରଂଶ। ନିରଂଶ ଅଂଶ କିଛି ନାହିଁ। ଯିଏ ଅଂଶ ଥିବ ସେ ଖଣ୍ଡ ଯୁକ୍ତ, ଯିଏ ଅଂଶ ନାହିଁ ସେ ଖଣ୍ଡରୁ ପରେ। ଏର ବର୍ଣ୍ଣନା ଅଛି, ଏଇଟା ଶ୍ରୁତିରେ ବି ଅଛି। ଆଉ ଏମାନେ ଶ୍ରୁତି ପ୍ରମାଣ ବାଲା, ମାନେ ଆସ୍ତିକ ବାଲା। ମୁଁ କାଲି କହିନଥିଲି 6ଟା ବେଦାନ୍ତ ଦର୍ଶନର, ସେ ଭିତରେ ମାନେ ଆକାଶବତ୍ ସର୍ବଗତಂ ସୁସୂକ୍ଷ୍ମମ୍ ନିଷ୍କଲମ ନିଷ୍କ୍ରିୟମ ଶାନ୍ତମ। ଶ୍ଵେତାଶ୍ୱତର ଉପନିଷଦ ଦେଖ, ଆକାଶ ଭଳିଆ ଏ ସର୍ବଗତ। स वा एष महानज आत्मा। बृहदारण्यक उपनिषद में से जो आत्मा से महान, अज, जन्महीन एवं महान, निष्कलम निष्क्रियम शांतम। श्वेताश्वेतर उपनिषद कुहाଯାଇଛି ନିଷ୍କଳ, ନିଷ୍କ୍ରିୟ, ଶାନ୍ତମ, ନିତ୍ୟମ ବିଭୁମ ସର୍ବଗତମ ସୁସୂକ୍ଷ୍ମମ। ମୁଣ୍ଡକ ଉପନିଷଦରେ ମଧ୍ୟ କୁହାଯାଇଛି ନିତ୍ୟମ ସର୍ବଗତମ ବିଭୁମ। ये सब କୁହାଯାଇଛି। ଉପନିଷଦରେ ବି ଦିଆଯାଇଥିଲା ବାଲାଗ୍ର ଶତଭାଗସ୍ୟ, ଗୋଟେ ବାଳକୁ 100 ଭାଗ କରିଦବ, ଏତେ ସୂକ୍ଷ୍ମ ସେ। ତ ସେଥିପାଇଁ ତ ଆମେ କହୁଛୁ ଆତ୍ମା ବିଭୂତ୍ୱ। ଏଣୁ ଆତ୍ମାର ବିଭୂତ୍ୱର କୌଣସି ବିରୋଧ ନାହିଁ। ନା ଆତ୍ମା ଅଣୁ, ନା ଆତ୍ମା ମଧ୍ୟମ, ଆତ୍ମା ହଉଛି ବିଭୁ। ୟାକୁ ମାନୁଛନ୍ତି ମାଧବାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଆଦି। ତ ଇନ୍ ଦି ମିନ୍ ଟାଇମ୍ ଟିକେ ଏଇ ଯୋଉ ଆଚାର୍ଯ୍ୟ ମାନଙ୍କର ଟିକେ ବିଚାର କରିଦବା। ରାମାନୁଜାଚାର୍ଯ୍ୟଙ୍କର ଯୋଉ ସମୟ ଥିଲା, ସେ 1000 ମସିହାରେ ଥିଲେ, 1017, ନିଧନ 1137, 120 ବର୍ଷ ବଞ୍ଚିଥିଲେ। अच्छा, ये जो वैष्णव संप्रदाय शुद्धाद्वैत, शुद्ध द्वैत, द्वैत, विशिष्ट द्वैत आदि टिके विषय जानतु। रामानुजाचार्य निर्गुण ब्रह्मवाद एवं सगुण ईश्वरवाद ए दुईटा जाक मिसई देले। शंकराचार्य पर एटा से माने जानिछन, शंकराचार्य पूरा माने भारतवर्ष रे रही खामियाज माने अस्तित्व। तेणु से निर्गुण को भी विचार कले और सगुण को भी कले, एणु विशिष्ट अद्वैती। यही परंपरा रामानुज का श्री संप्रदाय कहा जाए। श्री भाष्य ब्रह्मसूत्र पर लिखिଛନ୍ତି श्री संप्रदाय, विशिष्ट अद्वैत। और मध्वाचार्य होचन द्वैत ब्रह्म संप्रदाय। विष्णु स्वामी बल्लवाचार्य रुद्र संप्रदाय, शुद्ध अद्वैत, शुद्ध अद्वैत। और निम्बकाचार्य सनक संप्रदाय माना जाए द्वैत अद्वैत। और चैतन्य महाप्रभु जो गौड़ मध्य गौड़ीय संपर्क अचिंत्य भेद भेद, जो मान टे नुआ कनेक्शन नहांती, शायद ममता जानीपारे, तो सही जो दर्शन होची अचिंत्य भेद अभेद। तो से भीतर वैष्णव, शैव, शाक्त आदि सब बाहर ले। आगम रे चारोटी कनेक्शन रही। गोटे हूँ ज्ञान, गोटे हूँ योग, गोटे हूँ क्रिया, आ गोटे हूँ उपासना। उपासना माने पूजार नियम, या कहते आगम। मंदिर प्रतिष्ठा, पूजा करवा, ये बहुत नियम माना जाए।
ଆଗମ ବୈଷ୍ଣବରେ ପାଞ୍ଚରାତ୍ର, ନାରଦ ପାଞ୍ଚରାତ୍ର ଆଦି, ଭାଗବତ, ସାତ୍ୱତ ସଂହିତା ଏସବୁ କୁହାଯାଏ। ତ ଦକ୍ଷିଣ ଭାରତରେ ଯୋଉ ବୈଷ୍ଣବ ଆଲୱାର ସନ୍ଥ କହନ୍ତି, ହଁ, ଆଲୱାର ସନ୍ଥ, ସେ ଭିତରେ ଆ, ଆ, ସ୍ତ୍ରୀ ବି ଅଛନ୍ତି। ତ ସେମାନେ କବି ଆଲୱାର ଶ୍ଲୋକ ବି ଲେଖିଛନ୍ତି, ଗ୍ରନ୍ଥ ବି ଲେଖିଛନ୍ତି। ତ ଏସବୁ ବିଷୟରେ ସେମାନେ ଆତ୍ମ ବିଷୟରେ କୁହନ୍ତି। ପରେ ରାମାନୁଜାଚାର୍ଯ୍ୟ ଶ୍ରୀରଙ୍ଗମରେ ଆସି ରହିଲେ, ଯେତେବେଳେ ତାଙ୍କର ଗୁରୁ ୟମୁନାଚାର୍ଯ୍ୟ ନିଧନ ହେଲା ପରେ ସେ ଏଠି ଆସିକି ରହିଲେ। ତ ଏଇପରି ଭାବରେ ଆମେ ଟିକେ ତାଙ୍କୁ ତାଙ୍କ ବିଷୟରେ ଟିକେ ଦେଖିଲେ। ରାମାନୁଜାଚାର୍ଯ୍ୟଙ୍କର ଅନେକ ପ୍ରମୁଖ ଅନୁୟାୟୀ ମଧ୍ୟ ଥିଲେ। ଉଁ, ଗ୍ରନ୍ଥ ମଧ୍ୟ ବର୍ଣ୍ଣନ ରହିଛି। ତାପରେ ଭାସ୍କର ଏବଂ ୟାଦବ ଏବଂ ୟାମୁନ ଏମାନଙ୍କର ମଧ୍ୟ ରହିଲା। ବୋଧାୟନ, ଟଙ୍କ, ଦ୍ରବିଣ, ଗୋହଦେବ, କପର୍ଦ୍ଦି, ଭାରୁଚି ଯେଉଁ ଆଚାର୍ଯ୍ୟ ସବୁ ରହିଲେ ବିଶିଷ୍ଟ ଅଦ୍ୱୈତର। ଏମାନେ ଆତ୍ମାକୁ ବିଭୁ ବୋଲି ମାନନ୍ତି। ତ ଭାସ୍କରାଚାର୍ଯ୍ୟ ଭେଦ और अभेद ଦିଟା ଯାକ ମାନିଲେ। ଜୀବ ଅନୁରୂପ ଏବଂ ମାୟାବାଦ ମହାୟାନ ବୌଦ୍ଧ ମତ ସେ ଆସ ମାନେ ଗ୍ରହଣ କଲେ ଟିକେ। यादव ପ୍ରକାଶ ହଉଛନ୍ତି 11 ମସିହାର ରାମାନୁଜଙ୍କର ଗୁରୁ ଥିଲେ, ସେତେବେଳେ ମଧ୍ୟ ଭାସ୍କର ଭଳିଆ ଥିଲେ। ଇଏ ଏହିପରି ଭାବରେ ତାଙ୍କର କର୍ମ ସମୁଚ୍ଚୟବାଦର ପୋଷକ ଥିଲେ। ତ ଏମାନେ ମାନୁଛନ୍ତି ଏବଂ ପ୍ରମାଣ ଦୃଷ୍ଟିରୁ ମଧ୍ୟ ଏମାନେ 3-4ଟା ପ୍ରମାଣ ମାନୁଛନ୍ତି। 3 ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ, ଅନୁମାନ ପ୍ରମାଣ, ଶବ୍ଦ ପ୍ରମାଣ ମାନୁଛନ୍ତି। ରାମାନୁଜ ନିର୍ବିକଳ୍ପ ଓ ସବିକଳ୍ପ ପ୍ରତ୍ୟକ୍ଷ ବେଦକୁ ସ୍ୱୀକାର ମଧ୍ୟ କରିଛନ୍ତି। ରାମାନୁଜ ସତ୍ ଖ୍ୟାତି ନିରୂପଣ କରୁଛନ୍ତି। ଅର୍ଥାତ୍ ଇଏ ରହିବ ମିଥ୍ୟା ଜ୍ଞାନ ଅସମ୍ଭବ। ଆଉ ଏଇଠି ମେନଲି ବର୍ଣ୍ଣନ କରୁଛନ୍ତି କି ଆତ୍ମା ବିଭୁ, ମହାନ ବିଭୁ, न अणु न मध्यम। आकाश भଳିଆ ଦେଖ, ଏକ୍ସାମ୍ପଲ ଦଉଛନ୍ତି, ଶ୍ଲୋକକୁ ଦିଅନ୍ତି 86। ଆକାଶ ଭଳିଆ ସର୍ବଗତ ଅଂଶ ରହିତ। ଶ୍ରୁତିରେ ମଧ୍ୟ ଏହା କୁହାଯାଇଛି। ଶ୍ରୁତିରେ କେତେ କଣ କୁହାଯାଇଛି? ସୈ ହ ପ୍ରବିଷ୍ଟ ଆନକାଗ୍ର ଏସବୁ ଆତ୍ମାର ସ୍ୱରୂପ ବିଚାର ସେମାନେ ବର୍ତ୍ତମାନ ପ୍ରାରମ୍ଭ କରିବେ। ଆତ୍ମାର ସେମାନେ କେମିତି ବିଚାର କରୁଛନ୍ତି। ଆଉ ଗୋଟେ ଶ୍ଲୋକ ଦେଖିଦେବା 87 ଆଜି। ଏଟା ବड़ा କଠିନ ଆପଣମାନଙ୍କୁ ଲାଗିପାରେ। ଇତ୍ୟୁକ୍ତ ତଦ୍ବିଶେଷେତୁ इत्युक्ता तद्विशेषे तु बहुधा कलहं ययुः बहुधा कलहं ययुः अजित्रु अचित्रूपोऽथ चिद्रूपः अचिद्रूपोऽथ चिद्रूपः चिद् चिदरूप इत्यपि। चिदचिद्रूप इत्यपि। କହୁଛନ୍ତି ଭାଇ ଆତ୍ମା ବିଷୟରେ କିଏ ମଣୁ କହିଲା, କିଏ ମଧ୍ୟମ ପରିମାଣ କହିଲା, କିଏ ମହାନ କହିଲା। ତ ବିଶେଷ ରୂପରେ ବିଶେଷରେ ଆତ୍ମା କଣ? ଅଚିତ ରୂପ ନା ଚିଦ୍ ରୂପ ନା ଉଭୟ ରୂପ? ଏହିପରି ଭାବରେ ବିଚାର ଚାଲିଲା। ଅଚିତ ରୂପ ମାନେ କଣ? ଜଡ଼। ଚିଦ୍ ରୂପ ମାନେ ଚେତନ। ତ ଆତ୍ମା ବିଷୟରେ ଚିଦ୍ ରୂପ ଚେତନ ତତ୍ଵ ନା ଚେତନ और ଅଚେତନ? କେତେ ଜଣ କହେ, କେତେ ଜଣ କହିଲେ ଚେତନ ନମ୍ବର 1, କେତେ ଜଣ କହିଲେ ଅଚେତନ, କେତେ ଜଣ କହିଲେ ଚେତନ ଅଚେତନ। ତ ଏହିପରି ଭାବରେ ପକ୍ଷକୁ ଅନେକ ବିଚାର କରୁଛନ୍ତି। ସେ ମତକୁ ନିରାକରଣ କରିବେ, ହେଲା। ଆଚ୍ଛା, ମନେ ଅଛି ନା ବେଦାନ୍ତ ସାର୍ ମୁଁ ପଢେଇଥିଲି, ଆନନ୍ଦମୟ କୋଷକୁ ନେଇକି ଜୈମିନୀ ଋଷି କହନ୍ତି, ସିଏ ହଉଛନ୍ତି କର୍ମବାଦ। ଜୈମିନୀ ଋଷିଙ୍କର ହିଁ ଶିଷ୍ୟ ରୂପରେ ପ୍ରାଭାକର ଏବଂ ତାର ଇଏ କୁମାରିଲ ଭଟ୍ଟ,
ଭଟ୍ଟାଃ। ତ ସେମାନେ ମଧ୍ୟ ଆତ୍ମା ବିଷୟରେ କେମିତି କ'ଣ ବିଚାର କରୁଛନ୍ତି? ଆ, ସେମାନେ ନା ଆତ୍ମାକୁ ଅଚୈତନ୍ୟ ରୂପରେ ମାନୁଛନ୍ତି। ଆତ୍ମା ଅଚେତନ, ସେଥିପାଇଁ ଆନନ୍ଦମୟ କୋଷ ଯେତେବେଳେ ସୁଷୁପ୍ତିରେ ଦେଖିବ ଅଚେତନ। ଆଉ କିଏ କହିଛନ୍ତି ଏଣୁ ଅଜ୍ଞାନ ବିଶିଷ୍ଟ ଚେତନ ଆତ୍ମା ଇଜ ଇକ୍ୱାଲ ଟୁ ସ୍ୱରୂପ ସିଏ ହିଁ ଜୀବ। ତ ଆକୁ ନେଇକି 88ରେ କହୁଛନ୍ତି, କେତେ ଲୋକ କହୁଛନ୍ତି କ'ଣ ଚାଲ ପ୍ରଭାକର୍ମ। ଏମାନେ ଦିଟା, ଗୋଟେ ହଉଛି କୁମାରିଲ ଭଟ୍ଟ, ଗୋଟେ ପ୍ରାଭାକର। କୁମାରିଲ ଭଟ୍ଟ କଥାଟା ମୁଁ କହିଥିଲି ବୋଧେ କାଲି। ଭଗବାନ ବୁଦ୍ଧଦେବଙ୍କ ସମୟରେ ବୌଦ୍ଧ ଧର୍ମ ଯେତେବେଳେ ପ୍ରଚାର ହେଇଥିଲା, କୁମାରିଲ ଭଟ୍ଟ ନିଜେ ବୌଦ୍ଧ ହେଇକି ତାଙ୍କର ଜ୍ଞାନ ପ୍ରାପ୍ତ କଲେ। ବୌଦ୍ଧ ଧର୍ମର ଯେତେ ସବୁ ତ୍ରିପିଟକ ଆଦି ଜ୍ଞାନ କରିକି ତାଙ୍କୁ ହିଁ ଖଣ୍ଡନ କରାଇଦେଲେ। ତ ହିନ୍ଦୁ ଧର୍ମର ଯୋଉ କର୍ମ ମୀମାଂସା ଯୋଗୁଁ ବୌଦ୍ଧ ଧର୍ମର ନିଷ୍କ୍ରିୟତା ହେଲା। କିନ୍ତୁ କେତେ ଜଣ ଯୋଉମାନେ ଟିକେ ବିଦ୍ୱାନ ଥିଲେ, ସିଏ କହିଲେ ତମର ହିଁ ହିନ୍ଦୁ ଧର୍ମର ନିୟମ ଅଛି, ଯଦି ଗୁରୁଙ୍କୁ ଅପମାନ କର, ଗୁରୁଙ୍କ ସିଦ୍ଧାନ୍ତକୁ ହରେଇ ଦେବ, ତାହେଲେ ନିଜର କ'ଣ ସେଟା ଦଣ୍ଡ ସ୍ୱୀକାର କରିବାକୁ ପଡ଼ିବ, ପ୍ରାୟଶ୍ଚିତ କରିବାକୁ ପଡ଼ିବ। ତ ଇଏ ବି ବେଦ ତ ଜାଣିଥିଲେ, କହିଲେ ହଁ ସତ କଥା ଅଛି, ତାହେଲେ ତମେ ନିୟମ ଅନୁସାରେ ତମେ ଗୁରୁ ମାନିଛ ନା, ପାଠ ପଢ଼ିଲ, ତେଣୁ ଗୁରୁ ହନ୍ତା ବା ଗୁରୁଙ୍କୁ ଦ୍ୱେଷ କଲ, ତେଣୁ ତମକୁ ପ୍ରାୟଶ୍ଚିତ କର। ତ ସେ ଖୋଜିଲେ ବେଦରେ କ'ଣ ଅଛି, କେମିତି ଅଛି ପ୍ରାୟଶ୍ଚିତ। ତାହେଲେ ମୃତ୍ୟୁଦଣ୍ଡ ଅନେକ ପ୍ରାୟଶ୍ଚିତ, ସେ ଭିତରେ ଗୋଟେ ଭୂଷା, ଭୂଷା ମାନେ ତସୁ, ତସୁକୁ ତଳ ଆଡ଼କୁ ଜଳେଇ ଦିଆଯିବ ଏବଂ ତସୁ ଭିତରେ ରହିକି ଧୀରେ 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 ଜଳିବ, ସ୍ଲୋ ପଏଜନ ଭଳିଆ। ତ ଏମିତି ସେ ଅଛନ୍ତି। ଏପରି ଶଙ୍କରାଚାର୍ଯ୍ୟ ବୁଲୁଛନ୍ତି, ଶଙ୍କରାଚାର୍ଯ୍ୟ ହେଇଗଲା, ଆସିଗଲେଣି। ସିଏ ଗୋଟେ ଭାଷ୍ୟ ଲେଖିଛନ୍ତି। ସିଏ ଶୁଣିଲେ କୁମାରିଲ ଭଟ୍ଟ ବହୁତ ବଡ଼ ଜ୍ଞାନୀ, କିନ୍ତୁ ଏଇ ଅବସ୍ଥାରେ ଅଛନ୍ତି। ତ ଦେଖେଇଲେ ଭାଷ୍ୟକୁ, ସେ ବହୁତ ଖୁସି ହେଲେ। କୁମାରିଲ ଭଟ୍ଟ ସୁନ୍ଦର, ତମେ ଯେ ଲେଖିଛ ବହୁତ ଭଲ, କିନ୍ତୁ ମୁଁ ଆଉ ଉପରେ କମେଣ୍ଟ ଦେଇପାରିବିନି। ମୁଁ ତ ବର୍ତ୍ତମାନ ଏଇ ଅବସ୍ଥାରେ ଅଛି। ମୋର ଗୋଟେ ଶିଷ୍ୟ ଅଛି ମଣ୍ଡନ ମିଶ୍ର, ତାଙ୍କ ପାଖକୁ ଯାଅ। ତ ମଣ୍ଡନ ମିଶ୍ର ଶ୍ରାଦ୍ଧ କରୁଥିଲେ। ମା ଭାରତୀ ସରସ୍ୱତୀଙ୍କ ଅବତାର, ଆଉ ଇଏ ମଣ୍ଡନ ମିଶ୍ର ହେଉଛନ୍ତି ବ୍ରହ୍ମାଙ୍କ ଅବତାର, ଶଙ୍କରାଚାର୍ଯ୍ୟ ଶଙ୍କରଙ୍କ ଅବତାର, ପଦ୍ମପାଦାଚାର୍ଯ୍ୟ ନୃସିଂହଙ୍କ ଅବତାର, ଏମିତି ସବୁ ମାନ୍ୟତା ଅଛି। ତ ଯେତେବେଳେ ଇଏ ଗଲେ, ଇଏ ଯାଇକି ତାଙ୍କୁ କହିଲେ କି ମୁଁ, କହିଲେ ଶ୍ରାଦ୍ଧରେ ବ୍ରାହ୍ମଣ ଆସିଛ, ସନ୍ନ୍ୟାସୀ ଆସିଛ, ମୁଁ ଭୋଜନ ଦେବି। ଭୋଜନ ବଡ଼ କଥା ନୁହଁ, ମୁଁ ହେଉଛି ତର୍କ କରିବା ପାଇଁ ଆସିଛି, ଆଉ ମୋର ଏହା ତମର କୁମାରିଲ ଭଟ୍ଟ ପଠେଇଛନ୍ତି ତମ ଗୁରୁ। କହିଲେ ଠିକ୍ ଅଛି, ବର୍ତ୍ତମାନ ଆମେ ତର୍କ କରିବା, ମୋର ଏଇଟା ସାରିଦେଉ। ସରିଲା ପରେ ନିଶ୍ଚୟ ଭୋଜନ କରିଥିବେ, ତାପରେ ବସିଲେ କଥାବାର୍ତ୍ତା ହେଲେ, ଏଣ୍ଡ ଶାସ୍ତ୍ରାର୍ଥ ଚାଲିବ। ତ କୁହନ୍ତି ଶାସ୍ତ୍ରାର୍ଥ। ତ ଶାସ୍ତ୍ରାର୍ଥ ଚାଲିବ। ଫାର୍ଷ୍ଟ କଣ୍ଡିସନ ହେଲା, ଯିଏ ହାରିବ ସିଏ ଅନ୍ୟ କେଉଁ ଗୁରୁ ମାନିବ। ଯଦି ଶଙ୍କରାଚାର୍ଯ୍ୟ ହାରିବେ, ମଣ୍ଡନ ମିଶ୍ର ଗୁରୁ ମାନିବେ। ଗୁରୁ ମାନିଲେ ମାନେ ସିଦ୍ଧାନ୍ତକୁ ବି ସ୍ୱୀକାର କରିବେ, କର୍ମ ଆଦି। ଆଉ ଯଦି ମଣ୍ଡନ ମିଶ୍ର ହାରିଲେ, ଶଙ୍କରାଚାର୍ଯ୍ୟଙ୍କ ଗୁରୁ ମାନିବେ ଏବଂ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତକୁ ସ୍ୱୀକାର କରିବେ। ଶାସ୍ତ୍ରାର୍ଥ ବେଦ ପ୍ରମାଣ ଦି ଜଣ ଯାକ ମାନୁଛନ୍ତି। ଆଉ ଜଜ୍ କିଏ ହବ ଯେତେବେଳେ ଶାସ୍ତ୍ରାର୍ଥ ହଉଛି? ଓ ଶଙ୍କରାଚାର୍ଯ୍ୟ ନିଜେ କହିଲେ ତମ ପତ୍ନୀ ହବ। ଦେଖନ୍ତୁ, ଆଉ କିଏ ହେଇଥିଲେ ତ ଦେଇନଥାନ୍ତା, କାରଣ ଇଏ ତ ପାର୍ସିଆଲିଟି ବି କରିପାରେ, କିନ୍ତୁ ଦେଇଦେଲେ। ପତ୍ନୀ ଦେଖିଲେ ଇଏ ଘର କାମ ମୁଁ କରିବି ନା ଆଙ୍କ ପାଖରେ ବସିକି ମୁଁ ଜଜିଂ କରିବି। କହିଲେ ଠିକ୍ ଅଛି, ମୁଁ ଦି ଜଣ ଯାକ ଗଳାରେ ମାଳା ପିନ୍ଧି ଦଉଛି। ଯିଏ ହାରିବ ତା ମାଳ ମଉଳିଯିବ, କାରଣ ଯିଏ ହାରିବ ମାନେ କ୍ରୋଧରେ ଆସିବ, ଟିକେ ଗରମ କ୍ରୋଧ ଆସିଲେ ମାଳ ମଉଳିଯିବ। ଏପରି ଚାଲିଥାଏ, ଇଏ ତର୍କ, ସିଏ ତର୍କ, ସିଏ ତର୍କ, ଆହୁରି ବି ଲୋକ ସେଇ ଶାସ୍ତ୍ରାର୍ଥରେ ଆସନ୍ତି। ଶେଷରେ ମଣ୍ଡନ ମିଶ୍ର ହାରିଗଲେ, ମାଳାଟା ମଉଳିଗଲା। ତେଣୁ ମଣ୍ଡନ ମିଶ୍ର ସ୍ୱୀକାର କରିଦେଲେ କି ଠିକ୍ ଅଛି, ମୁଁ ଶିଷ୍ୟ ହେବି, ମୁଁ ସନ୍ନ୍ୟାସୀ ହେବି, ଆପଣଙ୍କର ମତକୁ ସ୍ୱୀକାର କରିବି। କିନ୍ତୁ ମା ଭାରତୀ
ପ୍ଲାନିଂ କରିଦେଲେ, କହିଲେ ଆପଣ ସନ୍ନ୍ୟାସୀ ନିଜେ ନିଜେ ପୂର୍ଣ୍ଣ, କିନ୍ତୁ ଆମେ ଗୃହସ୍ଥ ପତି ପତ୍ନୀ ଅର୍ଦ୍ଧାଙ୍ଗିନୀ, ଆପଣ ଅଧା ଦେଇଛନ୍ତି, ମତେ ବି ଜିତିବାକୁ ପଡ଼ିବ। ଏ ବଡ଼ ମୁସ୍କିଲ। କହିଲେ ଠିକ ଅଛି ଆସ ମା। ସିଏ ଶାସ୍ତ୍ରାର୍ଥ କରି ସିଏ ପ୍ରଶ୍ନ ପଚାରିଲେ, ସ୍ତ୍ରୀ ମାନଙ୍କର କୋଉ ଅଙ୍ଗରେ କାମନା ଜାଗ୍ରତ ହୁଏ? ବड़ा ମୁସ୍କିଲ, ଇଏ ତ ସନ୍ନ୍ୟାସୀ ଲୋକ ଜାଣିପାରିବେନି। କହିଲେ ମା ଟିକେ ସମୟ ଦିଅ। ଆଖି ବନ୍ଦ କରିଦେଲି, ଇଏ କିଏ? ନା ସରସ୍ୱତୀ। ଓହୋ, ସରସ୍ୱତୀ ହିଁ ସବୁ କିଛି କହିପାରିବେ, ଇଏ ତ ନିଜେ ଶଙ୍କର। କହିଲେ ମତେ 15 ଦିନ ସମୟ ଦିଅ, ମୁଁ ଅନୁଭବ କରିକି ଆସିବି। ତ ଶିଷ୍ୟମାନଙ୍କୁ କହିଲେ ଏ ଅବସ୍ଥା, ଜଙ୍ଗଲରେ ଗୋଟେ ରାଜା ଜଷ୍ଟ ଶିକାର କରିକି ମରି ଯାଇଥିଲା। କହିଲେ ମୁଁ ଆ ଭିତରେ ପ୍ରବେଶ କରୁଛି, ମୋ ଶରୀରକୁ ଗୁଫାରେ ରଖ, ମୁଁ ରାଜା ହେଇକି ଅନୁଭବ କରିବି। ବାଇଚାନ୍ସ ଯଦି ଆସିପାରିବିନି, ମତେ ଗୀତଟି ଗାଇକି କହିଦେବ ଯେ ମୁଁ ଆଉଥରେ ଆସିବି, ମୁଁ ଜାଣିଛି। ବड़ा ଇଣ୍ଟରେଷ୍ଟିଂ କଥା ଏଇଟା। ଦେନ୍ ଗୁଫାରେ ରଖିଦେଲେ ଶିଷ୍ୟମାନେ ଶଙ୍କରାଚାର୍ଯ୍ୟଙ୍କ ଶରୀରକୁ। ଶଙ୍କରାଚାର୍ଯ୍ୟଙ୍କ ଜୀବାତ୍ମା ରାଜାଙ୍କ ଭିତରେ ପ୍ରବେଶ କଲା, ରାଜା ମରିଯାଇଥିଲେ। ଏବଂ ରାଜା ଘୋଡ଼ାରେ ବସିକି ଗଲେ, ଦେଖିଲା ବେଳକୁ ଶଙ୍କରାଚାର୍ଯ୍ୟ ଭିତରେ ବସିଛନ୍ତି, ଅଛନ୍ତି ଜୀବାତ୍ମା। ଏବଂ ସେ ଘୋଡ଼ା ରଖିକି ରାଣୀଙ୍କ ସହିତ ସମ୍ବନ୍ଧ ହେଲା। ସେଇଠି ସେ ଜାଣିପାରିଲେ ଶରୀର ବିଷୟରେ, ଯେତେବେଳେ ସମ୍ବନ୍ଧ ହେଲା। ଏବଂ ଭୋଗ ଏମିତି କଲେ ଯେ ଭୁଲିଗଲେ, ମତେ 15 ଦିନ ହେଇଗଲାଣି, ଶଙ୍କରାଚାର୍ଯ୍ୟ ମୁଁ ଆଣ୍ଡ ଏମାନେ ଆଉଥରେ ଶ୍ଲୋକ ଯାକ ଗାଇଲେ। ଯେତେବେଳେ ଗାଇଲେ ସେ ଜାଣିଥିଲେ, ଆରେ ମୁଁ ତ ଏମିତି ଗୋଟେ ଅଲଗା ଶରୀର ନେଇଛି, କିନ୍ତୁ ମୁଁ ଜୀବାତ୍ମା ଶଙ୍କରାଚାର୍ଯ୍ୟ। ଛାଡ଼ି ଦେଇକି ଆଉଥରେ ଆସିଲେ। ଏହିପରି ଭାବରେ ବର୍ଣ୍ଣନ ରହିଛି। ଏଇ ଯୋଉ ପ୍ରଭାକର କଥା ରହୁଛି, ତ 88 ଶ୍ଲୋକ ଅଛି, ତାକୁ ଆମମାନେ କାଲି ଦେଖିବା। ଆଜି ଏତିକି ଥାଉ। ଓಂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାवशिष्यते। ओम शांति ही शांति ही शांति ही। हरि ओम श्री गुरुभ्यो नमः। हरि ओम।